শ্রোতাবন্ধু নমস্কার, শুভেচ্ছা জଣାଇ আরম্ভ করুছু আজির আকাশবাণীরু কৃষি শিক্ষা কার্যক্রম। শ্রোতাবন্ধু, ପିଲାବେଳୁ ଉତ୍ତମ ଚିନ୍ତା, ସତ୍ସଙ୍ଗ, ଉଚିତ କର୍ମ, ସାଧୁତା, ପରୋପକାର, ସଚ୍ଚୋଟତା ଏବଂ ସାହସିକତା ଆଦି ସୁଗୁଣର ଅଭ୍ୟାସ ହିଁ ପ୍ରକୃତ ଶିକ୍ଷାର ଭିତ୍ତିଭୂମି ବୋଲି ବିବେଚନା କରାଯାଏ, ଯାହା ପ୍ରତ୍ୟକ୍ଷରେ ଗୋଟିଏ ସୁସ୍ଥ ସମାଜ ଗଠନ ଦିଗରେ ସାହାଯ୍ୟ କରେ। ଜୀବନରେ ଭାବନା ପ୍ରକୃତ ହେଲେ ଭଗବାନ ମିଳିବେ, ଏଥିରେ ସନ୍ଦେହ କରିବାର କୌଣସି କାରଣ ହିଁ ନାହିଁ। ତେଣୁ ଆପଣଙ୍କର ଭାବନା ପବିତ୍ର ଏବଂ ପ୍ରକୃତ ନ ହେବା ପର୍ଯ୍ୟନ୍ତ କୌଣସି ସଫଳତା ମିଳିବ ନାହିଁ। ଗୋଟିଏ ସୁସ୍ଥ, ସୁନ୍ଦର ଏବଂ ଆଦର୍ଶ ସମାଜ ଗଠନ ପାଇଁ ପ୍ରତ୍ୟେକଟି ମଣିଷ ଭିତରେ ଆଧ୍ୟାତ୍ମିକତାର ବିକାଶ ହେବା ଜରୁରୀ। ଏଥିପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ନିତାନ୍ତ ଅପରିହାର୍ଯ୍ୟ। ନୈତିକତା ଏବଂ ମୂଲ୍ୟବୋଧକୁ ଜଣେ ଯେତେବେଳେ ନିଜ ଜୀବନରେ ପ୍ରଦର୍ଶିତ କରେ, ସେତେବେଳେ ସେ ସଫଳତାର ଶୀର୍ଷରେ ପହଞ୍ଚିଥାଏ। ବ୍ୟକ୍ତିର କଥା ଏବଂ କର୍ମରେ ଯଦି ପ୍ରଭେଦ ନ ରହେ, ତେବେ ସମାଜରେ ଏହାର ସକାରାତ୍ମକ ପ୍ରଭାବ ପଡ଼େ। ଅତଏବ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଉପାସନା ସହିତ ସାଧନା ମଧ୍ୟ ଦରକାର। ଉପାସନା ଏବଂ ସାଧନା ଉଭୟଙ୍କର ସମ୍ମିଶ୍ରଣ ଘଟିଲେ ଆଧ୍ୟାତ୍ମିକ ପ୍ରକ୍ରିୟାର ଗୋଟିଏ ମାର୍ଗ ବା ରାସ୍ତା ତିଆରି ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ଆଲୋକର ବର୍ତ୍ତିକା ସଦୃଶ କାମ କରେ। ଜୀବନରେ ଠିକ୍ ବାଟରେ ଚାଲିବାକୁ ବାଟ ଦେଖାଏ। କୋଉ କାମ ଭଲ ଏବଂ କୋଉ କାମ ଖରାପ ତାହା ଆମ ଅନ୍ତଃଚେତନାରେ ଜଣେଇ ଦିଏ। ଆସନ୍ତୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆଧ୍ୟାତ୍ମିକ ବାତାବରଣ ଭିତରେ ଗୋଟିଏ ସୁସ୍ଥ ସମାଜ ଗଠନର ପରିକଳ୍ପନା କରିବା। ପରିବର୍ତ୍ତନଶୀଳ ଦୁନିଆରେ ନୀତି ଏବଂ ଆଦର୍ଶକୁ ଅପରିବର୍ତ୍ତିତ ରଖି ସତ୍ ପଥରେ ଆଗେଇ ଯିବା। ଶ୍ରୋତାବନ୍ଧୁ, ଆପଣମାନଙ୍କ ସହିତ କଥା ହେଉ ହେଉ ସଞ୍ଜ ହେଇଗଲାଣି। ପ୍ରଥମେ ଠାକୁରଙ୍କର ଭଜନଟିଏ ଶୁଣିବା, ତାପରେ କାର୍ଯ୍ୟକ୍ରମକୁ ଆଗେଇ ନେବା। ହେ ସୂର୍ଯ୍ୟ, ହେ ଦିବାକର, ହେ ସୂର୍ଯ୍ୟ, ହେ ଦିବାକର, ତୁମେ ସକଳ ଶକ୍ତିର ଆଧାର, ତୁମେ ସକଳ ଶକ୍ତିର ଆଧାର, ତୁମେ ପରମ ବ୍ରହ୍ମ, ତୁମେ ନିରାକାର, ତୁମେ ପରମ ବ୍ରହ୍ମ, ତୁମେ ନିରାକାର, ତୁମେ ସ୍ରଷ୍ଟା ଜୀବ ଜଗତର। ହେ ସୂର୍ଯ୍ୟ, ହେ ଦିବାକର, ତୁମେ ସକଳ ଶକ୍ତିର ଆଧାର। লাগি ହୁଏ ଋତୁର ଗତି, ତୁମେ କରିଥାଅ ଦିନକୁ ରାତି, ଜଗତ ପିତା ହେ ବିଶ୍ୱପାଳକ, ଧର୍ମଦେବ ନାମେ ବିଶ୍ୱବନ୍ଦିତ, বিশ্ব ব্রহ্মাণ্ডর সৃষ্টিকর্তা তুমে, বিশ্ব ব্রহ্মাণ্ডর সৃষ্টিকর্তা তুমে, তুমে তো ঈশ্বর পরমেশ্বর। হে সূর্য, হে দিবাকর, তুমে সকল শক্তির আধার।
ଭଜନ ତ ଶୁଣିଲେ ମନ କର୍ଣ୍ଣ ପବିତ୍ର ହେଇଗଲା। ଏବେ ଆମ ପେଟ ପାଟଣା କଥା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତାରିଖରେ ଗ୍ରାମାଞ୍ଚଳର ଲୋକମାନେ ବ୍ୟବସାୟିକ ଭିତ୍ତିରେ ମହୁମାଛି ପାଳନ କରିବାକୁ ଆଗେଇ ଆସିଲେଣି। କୃଷିର ଆନୁଷଙ୍ଗିକ ଧନ୍ଦା ହିସାବରେ ମହୁମାଛି ପାଳନ ଉଚ୍ଚ ଶିକ୍ଷିତ ଯୁବବର୍ଗଙ୍କୁ ମଧ୍ୟ ଆକୃଷ୍ଟ କଲାଣି। କମ୍ ଖର୍ଚ୍ଚରେ ଭଲ ଦି ପଇସା ରୋଜଗାର କରିବା ସହିତ ସ୍ୱାବଲମ୍ବନ ହୋଇ ଶୁଦ୍ଧ ମହୁ ଆଉ ମହମ ପାଇବା ମହୁମାଛି ପାଳନର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ। ମାତ୍ର ଏଇଠି ପ୍ରଶ୍ନ ଉଠୁଛି, ମହୁମାଛି ପାଳନ ସମୟରେ ଯଦି କୌଣସି ରୋଗପୋକ ଦେଖାଯାଏ, ତେବେ ଆମର ଚାଷୀ ଭାଇମାନେ ଏହାକୁ ଠିକ୍ ଭାବେ ପରିଚାଳନା କରିପାରିବେ ତ? ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ରହିଛି ଗୋଟିଏ ଖୁବ୍ ଯୁଗୋପଯୋଗୀ ଶିକ୍ଷାଦାନ। ଶିକ୍ଷାଦାନର ବିଷୟ ହେଉଛି ମହୁମାଛି ପାଳନରେ ରୋଗପୋକ ପରିଚାଳନା। ଶିକ୍ଷାଦାନ କରିବାକୁ ବୈଠକରେ ଆସି ପହଞ୍ଚି ଗଲେଣି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୀଟତତ୍ତ୍ୱ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ଅଧିକାରୀ। ତେବେ ମହାଶୟ ଏବେ ଶିକ୍ଷାଦାନ କରନ୍ତୁ, ଆମେ ବସି ଶୁଣିବା। ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ କଟକ କେନ୍ଦ୍ରର କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଆଜିର ଶିକ୍ଷାଦାନର ବିଷୟ ରହିଛି ମହୁମାଛି ପାଳନରେ ରୋଗ ଓ ପୋକ ପରିଚାଳନା। ଶ୍ରୋତାବନ୍ଧୁ, କୃଷି ବିଜ୍ଞାନରେ ଅନେକ ବିଷୟ ଅଛି। ଧାନ ଠାରୁ ଆରମ୍ଭ କରି ପାନ ପର୍ଯ୍ୟନ୍ତ, ଆମ୍ବ ଠାରୁ ଆରମ୍ଭ କରି ପନିପରିବା ଏମିତିକି ଫୁଲ ପର୍ଯ୍ୟନ୍ତ, ଏସବୁର ଉତ୍ପାଦନ, ଚାରା ରୋପଣ, ବିହନ ବିଶୋଧନ, ରକ୍ଷଣାବେକ୍ଷଣ ତଥା ରୋଗପୋକ ଦମନ ଏସବୁ ଉପରେ ଆମେ ଅନେକ ଆଲୋଚନା କରିଛେ। ତେବେ କୃଷି ବିଜ୍ଞାନ ଯେ କେବଳ ଫସଲ ଚାଷରେ ସୀମିତ ସେ କଥା ନୁହେଁ, ବରଂ ଆହୁରି ଅନେକ ଦିଗ ଅଛି ଯେଉଁଗୁଡ଼ିକୁ ଜାଣିଲେ ଅଥବା ଆପଣେଇଲେ ଆମର ଲାଭ ହେବ ଏବଂ ପରିବେଶ ବି ସୁସ୍ଥ ରହିବ। ସେମିତି ଗୋଟେ ବିଷୟ ହେଲା ମହୁମାଛି ପାଳନ। ଆଉ ଆଜି ଆମେ ଯେଉଁ ବିଷୟ ଉପରେ ଆଲୋଚନା କରିବା ସେହି ବିଷୟଟି ପୁଣି ଥରେ କହି ରଖୁଛି, ମହୁମାଛି ପାଳନରେ ରୋଗ ଓ ପୋକ ପରିଚାଳନା। ରୋଗ ଓ ପୋକ ଫସଲକୁ ଆକ୍ରମଣ କରି ଅମଳ କମେଇ ଦେବା କଥା ଆମେ ଜାଣିଛେ, କିନ୍ତୁ ମହୁମାଛି ପାଳନରେ ବି ରୋଗ ଓ ପୋକ ଯେ ଏକ ଅନ୍ୟତମ ପ୍ରମୁଖ ସମସ୍ୟା ଏକଥାକୁ ସ୍ୱୀକାର କରିବାକୁ ହେବ। ମହୁମାଛି ପାଳନରେ ରୋଗ ପୋକର ପ୍ରାଦୁର୍ଭାବ ମହୁମାଛି ଦଳ ପ୍ରତି ବିପଦ ଯେତିକି, ତାଠାରୁ ଅଧିକ କ୍ଷତି କ'ଣ ହୁଏ ଜାଣିଛନ୍ତି? ଆମେ ଉତ୍ପାଦନ କରିବାକୁ ଥିବା ମହୁର ମାତ୍ରା ଓ ମାନ ଉଭୟ ହ୍ରାସ ପାଏ। ଆମ ସୃଷ୍ଟିରେ ଯେତେ ପ୍ରଜାତିର କୀଟପତଙ୍ଗ ଦେଖାଯାଆନ୍ତି, ସେମାନଙ୍କ ମଧ୍ୟରୁ ମହୁମାଛିର ସ୍ଥାନ ସ୍ୱତନ୍ତ୍ର। ସୃଷ୍ଟିରେ ପରାଗ ସଙ୍ଗମକାରୀ କୀଟମାନଙ୍କ ଭିତରୁ ମହୁମାଛି ଏକ ଗୁରୁତ୍ୱପୂର୍ଣ୍ଣ କୀଟ ଭାବରେ ପରିଗଣିତ ହୁଏ। ଏହି ମହୁମାଛି ମକରନ୍ଦ ଓ ପରାଗରେଣୁ ସଂଗ୍ରହ କରିବା ସମୟରେ ତାର ଗୋଡ଼ରେ ଲାଗି ରହିଥିବା ପରାଗରେଣୁ ଗୁଡ଼ିକ ସ୍ଥାନାନ୍ତରିତ ହୁଏ, ଯାହା ଫଳରେ ଏହା ପରାଗ ସଙ୍ଗମରେ ସହାୟକ ହୁଏ। ତେଣୁ କହିବାକୁ ଗଲେ ମହୁମାଛି ପାଇଁ ଗଛଟି ଶୀଘ୍ର ବଢ଼େ, ଅଧିକ ଉତ୍ପାଦନକ୍ଷମ ହୁଏ, ଉତ୍କୃଷ୍ଟ ମାନର ମଞ୍ଜି ଓ ଫଳ ବି ମିଳିଥାଏ। ଏହା ବ୍ୟତୀତ ବିହନର ଅଙ୍କୁରୋଦ୍ଗମ ଶକ୍ତି ବୃଦ୍ଧି ପାଏ ଓ ତୈଳବୀଜ ଜାତୀୟ ଫସଲର ତୈଳାଂଶର ମାତ୍ରା ମଧ୍ୟ ବୃଦ୍ଧି ହୁଏ। ଅତଏବ ମହୁମାଛି ମାନଙ୍କର ଅବଦାନ ଆମ ପରିବେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଶ୍ରୋତାବନ୍ଧୁ, ଆମେ ମହୁମାଛିର ରୋଗ ଆଉ ପୋକ କଥା ତ ଜାଣିବା, ହେଲେ ତା ପୂର୍ବରୁ ଆମକୁ ଜାଣିବାକୁ ହେବ ଏହି ଶୀତ ଦିନେ ଆଉ ଆଗକୁ ଆସୁଥିବା ବସନ୍ତ ଋତୁରେ ମହୁମାଛି ଦଳର ପରିଚାଳନା କରିବା କିପରି। ଶୀତ ଋତୁରେ ମହୁମାଛି ମାନେ ସୋରିଷ, ହରଡ଼, ଅଳସୀ, ୟୁକାଲିପଟାସ ଆଦି ଗଛରୁ ମହୁ ସଂଗ୍ରହ କରନ୍ତି। ତେବେ ଆମକୁ ଖରାଟିଆ ପାଗ ଦେଖି ସବୁ ବାକ୍ସକୁ ପରୀକ୍ଷା କରିବାକୁ ପଡ଼ିବ ଓ ଉପଯୁକ୍ତ ପ୍ରଣାଳୀ ଅବଲମ୍ବନ କରି ଦୁର୍ବଳ ଦଳକୁ ଆଉ ଟିକେ ସବଳ କରିବାକୁ ପଡ଼ିବ। ଦୁର୍ବଳ ଦଳକୁ ସବଳ କରିବାର ଉପାୟ ବିଷୟରେ ନିକଟସ୍ଥ କୃଷି ଅଧିକାରୀ କିମ୍ବା କୃଷି ବିଶେଷଜ୍ଞମାନଙ୍କର ପରାମର୍ଶ ନିଅନ୍ତୁ। ସେହିପରି ଆଗକୁ ଆସୁଥିବା ବସନ୍ତ ଋତୁ ପାଇଁ ମଧ୍ୟ ଆମକୁ ଯଥେଷ୍ଟ ସଚେତନତା ଜରୁରୀ। ବସନ୍ତ ଋତୁରେ ମହମ ମୁଦକୁ କାଟି ନିୟମିତ ଭାବରେ ମହୁ ନିଷ୍କାସନ କରିବା ଉଚିତ ଓ ଆବଶ୍ୟକ ପଡ଼ିଲେ ଗୋଟିଏ ମହୁ ଥାକ ଉପରେ ଆଉ ଗୋଟିଏ ଥାକ ଚଢ଼ାଇ ଦେବା ଉଚିତ। ମାଛି ସଂଖ୍ୟା ବଢ଼ିବା ଦ୍ୱାରା ସ୍ଥାନର ଅଭାବ ହୁଏ ଓ ମାଛିମାନଙ୍କର ସ୍ୱାର୍ମିଂ ପ୍ରବୃତ୍ତି ଆସିପାରେ। ଏସବୁ ଏଥିପାଇଁ କୁହାଯାଏ ଯେ ନୂଆ ତିଆରି ରାଣୀ ମହୁମାଛିଙ୍କର ଖୋପ ଭାଙ୍ଗିଦେବା ସହିତ କୃତ୍ରିମ ଦଳ ବିଭାଜନ କରିବା ଦରକାର। ମୋଟାମୋଟି ଭାବରେ କହିଲେ ମହୁମାଛି ଦଳର ସଫଳ ପରିଚାଳନା ପାଇଁ ବର୍ଷ ତମାମ ଆମକୁ ସଚେତନ ରହିବାକୁ ପଡ଼ିବ ଓ ଦଳରେ ଖାଦ୍ୟାଭାବ ପରିସ୍ଥିତି ସୃଷ୍ଟି ହେଲେ ଆବଶ୍ୟକ ଅନୁସାରେ ଚିନି ଶିରାକୁ ଖାଦ୍ୟ ଭାବରେ ଦେବାକୁ ପଡ଼ିବ। ଶ୍ରୋତାବନ୍ଧୁ, ମହୁମାଛି ଦଳର ଠିକ୍ ପରିଚାଳନା ପାଇଁ ରୋଗ ଓ ପୋକର ଠିକ୍ ଭାବରେ ନିୟନ୍ତ୍ରଣ ମଧ୍ୟ ଆବଶ୍ୟକ। ମହୁମାଛି ପାଳନ ଓ ମହୁ ଚାଷରେ ଆମ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଥିମଧ୍ୟରୁ ରୋଗ ଓ ପୋକ ସମସ୍ୟା ଏକ ପ୍ରମୁଖ ସମସ୍ୟା। ଏହି ରୋଗ ଓ ପୋକର ଆକ୍ରମଣ
ମହୁମାଛିକୁ କ୍ଷତି ପହଞ୍ଚାଏ ଓ ମହୁ ଉତ୍ପାଦନ ମଧ୍ୟ ଯଥେଷ୍ଟ ଭାବରେ କମିଯାଏ। ଅତଏବ ଆମେ ରୋଗ ପୋକର ପ୍ରାଦୁର୍ଭାବ ପ୍ରତି ଆଗରୁ ସଚେତନ ହୋଇ ରହିଥିବା ସହିତ ଏହାର ନିରାକରଣ ପାଇଁ ବିହିତ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। ମହୁମାଛି ଦଳକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ଗୋଟିଏ ମୁଖ୍ୟ ପଦକ୍ଷେପ ହେଲା ପରିଷ୍କାର ଓ ପରିଚ୍ଛନ୍ନତା। ମହୁ ବାକ୍ସ ବସାଇବା ସ୍ଥାନକୁ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ। ଯେକୌଣସି ଫସଲ ଚାଷ କଲାବେଳେ ପରିଚ୍ଛନ୍ନ କୃଷି ପଦ୍ଧତିକୁ ଯେଉଁଭଳି ଭାବରେ ଗୁରୁତ୍ୱ ଦିଆଯାଏ, ଠିକ୍ ସେହିପରି ମହୁମାଛି ପାଳନରେ ପରିଚ୍ଛନ୍ନତାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ପରିଷ୍କାର ପରିଚ୍ଛନ୍ନ ରହିଲେ ଓ ଅବଲମ୍ବନ କଲେ ରୋଗ ଓ ପୋକ ପ୍ରାଦୁର୍ଭାବ ବି କମିଯିବ। ଆମେ ଧ୍ୟାନ ଦେବା ଉଚିତ ଯେ ମହୁ ବାକ୍ସକୁ ଯେଉଁ ସ୍ଥାନରେ ରଖିବାକୁ ଆପଣ ଯୋଜନା କରୁଛନ୍ତି ସେହି ସ୍ଥାନ ପାଖାପାଖି ନିର୍ମଳ ପାଣିର ସୁବିଧା ଥିବା ଆବଶ୍ୟକ। ମହୁମାଛିମାନେ ପରାଗ ରେଣୁ ଓ ମକରନ୍ଦ ବ୍ୟତୀତ ପାଣି ବି ସେମାନଙ୍କ ପାଇଁ ବ୍ୟବହାର କରନ୍ତି। ମହୁ ବାକ୍ସ ରଖିଥିବା ସ୍ଥାନରେ ଅଳ୍ପ ଛାଇ ଓ ଖରା ନଥିଲେ ମହୁମାଛିମାନଙ୍କର କାର୍ଯ୍ୟଦକ୍ଷତା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଏ। ଠିକ୍ ସେମିତି ଉତ୍ତମ ପରିବେଶ ରହିଲେ ଆପଣମାନେ ବି ଭଲରେ କାର୍ଯ୍ୟ କରିପାରନ୍ତି। ହଁ ଶ୍ରୋତା ବନ୍ଧୁ, ମହୁ ବାକ୍ସକୁ ପ୍ରତି ସପ୍ତାହରେ ଅନ୍ତତଃ 7 ରୁ 10 ଦିନ ବ୍ୟବଧାନରେ ନିୟମିତ ସଫା କରିବା ରୋଗ ପୋକର ସମ୍ଭାବ୍ୟ କୁପ୍ରଭାବକୁ ଆମେ କମେଇ ଦେବା। ଆଉ ଗୋଟିଏ କଥା, ନିୟମିତ ସଫା କରିବା ଦ୍ୱାରା ରୋଗ ପୋକର ପ୍ରଥମ ଆକ୍ରମଣକୁ ବି ଚିହ୍ନି ହୁଏ ଓ ଏହାର ନିରାକରଣ ପାଇଁ ମଧ୍ୟ ପଦକ୍ଷେପ ନେଇ ହୁଏ। ରୋଗ ଓ ପୋକର ସମ୍ଭାବ୍ୟ ପ୍ରାଦୁର୍ଭାବ ଓ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଉ ଏକ ପଦକ୍ଷେପକୁ ଅବହେଳା ନ କରିବା ଉଚିତ। ମହୁମାଛି ମାନଙ୍କର ସଂଖ୍ୟା କେମିତି ବଢିପାରିବ ସେ ପ୍ରତି ବି ଦୃଷ୍ଟି ଦେବା ଦରକାର। ସବୁବେଳେ ଦଳକୁ ସବଳ ରଖିବାକୁ ଚେଷ୍ଟା କରିବା ଦରକାର। ଏମିତିକି ଖାଦ୍ୟାଭାବ ପରିସ୍ଥିତିରେ ଚିନି ଶିରାର ଦ୍ରବଣ ଦେଇ ମହୁମାଛି ମାନଙ୍କୁ ସତେଜ ଓ କର୍ମଠ ରଖିବାର ଉଦ୍ୟମ ଆମକୁ ଆମ ମହୁର ମାନ ଓ ମାତ୍ରା ବଢାଇବ, ଏକଥା ମୁଁ ନିଃସନ୍ଦେହରେ କହିପାରେ। ଏହି ସବୁ ବ୍ୟବସ୍ଥା ଆପଣାଇବାକୁ ଆପଣ ମନସ୍ଥ କରିସାରିବେଣି, ହେଲେ ଏବେ ଜାଣିବା ଦରକାର ଯେ ମହୁମାଛି ମାନଙ୍କୁ କେଉଁ କେଉଁ ରୋଗ ଆଉ କେଉଁ କେଉଁ ପୋକ ଆକ୍ରମଣ କରେ। ଆମ ଓଡ଼ିଶାରେ ତଥା ଭାରତ ବର୍ଷରେ ଦେଖିଲେ, ଆମ ପରିବେଶକୁ ବିଚାର କଲେ ମହୁମାଛି ମାନଙ୍କୁ ସାଧାରଣତଃ 3 ପ୍ରକାର ରୋଗ ଆକ୍ରମଣ କରିବାର ଦେଖାଯାଏ। ପ୍ରଥମ ରୋଗଟି ଥାଇସାକ୍ ବ୍ରୁଡ୍ ରୋଗ, ଦ୍ୱିତୀୟ ରୋଗଟି ଝାଡ଼ା ରୋଗ ଏବଂ ତୃତୀୟ ରୋଗଟି ଏକାରିନ୍ ରୋଗ ବୋଲି ଅନେକ ବୈଜ୍ଞାନିକ ମତ ପୋଷଣ କରନ୍ତି। ଥାଇସାକ୍ ବ୍ରୁଡ୍ ରୋଗ କଥା ବିଚାରକୁ ନେଲେ ଏହି ରୋଗ ଏକ ମାରାତ୍ମକ ରୋଗ ଓ ମହୁମାଛି ମାନଙ୍କର ଅନେକ କ୍ଷତି କରିଥାଏ। ଏହି ରୋଗ ସାଧାରଣତଃ ଅଷ୍ଟପଦୀ ମାନଙ୍କ ଦ୍ୱାରା ବ୍ୟାପିଥାଏ। ଆପଣ ମନେ ରଖିବା ଉଚିତ ଯେ ଶରତ ଓ ବସନ୍ତ ଋତୁରେ ମହୁମାଛିର ଶାବକ ମାନେ ଏହି ଥାଇସାକ୍ ବ୍ରୁଡ୍ ର ଭୂତାଣୁ ଦ୍ୱାରା ସଂକ୍ରମିତ ହେଇଥାନ୍ତି ଓ ଥଳି ସଦୃଶ ଦେଖାଯାଆନ୍ତି। ଯଦି ଆପଣ ଇତିହାସ ପୃଷ୍ଠାକୁ ଦେଖିବେ ତେବେ ଜଣାପଡେ ଆମ ଦେଶରେ 1978 ମସିହାରେ ପ୍ରଥମ କରି ନାଗାଲାଣ୍ଡ ରାଜ୍ୟରେ ଏହି ରୋଗ ମହୁମାଛିକୁ ହୋଇଥିଲା। ପରେ ପରେ ଏହି ରୋଗ ସାରା ଦେଶରେ ଏବଂ ସବୁ ରାଜ୍ୟରେ ବିଶେଷ କରି ଓଡ଼ିଶାରେ ମଧ୍ୟ ମହୁମାଛି ପାଳନରେ ଏକ ପ୍ରମୁଖ ବାଧକ ସାଜିଥିଲା। ସପ୍ତଫେଣି ମହୁମାଛିକୁ ଏହି ରୋଗ ସାଧାରଣତଃ ବେଶୀ ହୋଇଥାଏ। 80 ଦଶକରେ ଏହି ରୋଗ ଦ୍ୱାରା ଭାରତୀୟ ସପ୍ତଫେଣି ମହୁମାଛି ଆକ୍ରାନ୍ତ ହେବାର ଦୃଷ୍ଟାନ୍ତ ପରିଲକ୍ଷିତ ହୋଇଥିଲା। ଏହି ରୋଗ ଇଟାଲୀୟ ମହୁମାଛି ମାନଙ୍କୁ ମଧ୍ୟ ଆକ୍ରମଣ ମଧ୍ୟ କରେ। ଶ୍ରୋତାବନ୍ଧୁ, ଆପଣ ଯଦି ଏହି ରୋଗର ଲକ୍ଷଣ କଥା ବିଚାରକୁ ନେବେ ତେବେ ରାଣୀ ମହୁମାଛିର ଅଣ୍ଡା ଦେବାର କ୍ଷମତା କମିଯାଏ। ମୋଟାମୋଟି ଭାବରେ ମହୁମାଛି ଦଳ ସବଳ ହେବା ପରିବର୍ତ୍ତେ ଦୁର୍ବଳ ହୋଇଯାଏ। ଦଳରେ ମହୁମାଛି ମାନଙ୍କର ସଂଖ୍ୟା ବିଶେଷ ଭାବରେ କମିଯାଏ। ମହୁମାଛିର ଅଣ୍ଡାରୁ ଜନ୍ମ ହେଉଥିବା ଶୁକ ବା ଶାବକ ଗୁଡିକ କୋଷା ବା ପ୍ୟୁପା ଅବସ୍ଥା ଆସିବା ପୂର୍ବରୁ ମୃତ୍ୟୁବରଣ କରନ୍ତି। ମୃତ ଶାବକର ମୁଣ୍ଡ ପଟ କଳା ପଡ଼ିଯାଏ। ଆକ୍ରାନ୍ତ ଶାବକଟି ପ୍ରଥମେ ଶୁଖିଲା ରସୁଣ ପାଖୁଡା ପରି ଅର୍ଥାତ୍ ହଳଦିଆ ବା ପାଉଁଶିଆ ବାଦାମୀ ରଙ୍ଗ ପଡ଼ିଯାଏ। ତାପରେ କଳା ରଙ୍ଗ ପଡ଼ିଯାଇ ଖୋପର ତଳ ଭାଗରେ ରହିଥିବାର ଦେଖାଯାଏ। ଆକ୍ରାନ୍ତ ଫେଣାରେ ମୁଦଟି ଦବି ଯାଇଥାଏ ବା ଛିଦ୍ରଯୁକ୍ତ ହୋଇଥିବା ଦୃଷ୍ଟିଗୋଚର ହୁଏ। ଏହି ରୋଗ ଦ୍ୱାରା ସମ୍ପୂର୍ଣ୍ଣ ଦଳ ଦୁର୍ବଳ ହୋଇଯାଏ ଏବଂ ମହୁ ଉତ୍ପାଦନ ଯଥେଷ୍ଟ ମାତ୍ରାରେ କମିଯାଏ। ଅଧିକ ଦିନ ଏହି ରୋଗ ଲାଗି ରହିଲେ ପଚା ଗନ୍ଧର ପ୍ରଭାବରେ ମହୁମାଛି ମାନେ ସେହି ବାକ୍ସ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି। ଏହି ରୋଗ ଏତେ ସଂକ୍ରାମକ ଯେ ଖୁବ୍ କମ୍ ସମୟ ମଧ୍ୟରେ ଏହା ଅନେକ ସ୍ଥାନକୁ ଏବଂ ଅନେକ ମହୁମାଛି ମାନଙ୍କୁ ସଂକ୍ରମଣ କରିଯାଇପାରେ। ଏହି ରୋଗର ପରିଚାଳନା ବିଷୟରେ ଜାଣିବା। ଯଦିଓ ଏହା ଭୂତାଣୁ ଜନିତ ରୋଗ ଓ ଏହାର କୌଣସି ପ୍ରତିକାର ନାହିଁ,
ତଥାପି ଦଳକୁ ସୁସ୍ଥ ସବଳ କରି ରଖିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଦରକାର। ରାଣୀ ମହୁମାଛିକୁ 7ରୁ 8 ଦିନ ପର୍ଯ୍ୟନ୍ତ ଜନ୍ତାରେ ଆବଦ୍ଧ କରି ରଖିବା ଦ୍ୱାରା ଏହାର ବଂଶବୃଦ୍ଧି କମିଥାଏ ଓ ରୋଗର ପ୍ରାଦୁର୍ଭାବ ବି କମିଥାଏ। ରୋଗ ସଂକ୍ରମିତ ହେବା ଅବସ୍ଥାରେ ମହୁମାଛି ଦଳ ବଦଳ କିମ୍ବା ବାକ୍ସର ଅଂଶ ଦଳ ଅଦଳ ବଦଳ ନ କରିବା ଉଚିତ। ଫର୍ମିକ୍ ଏସିଡ୍ ଶତକଡ଼ା 85% ଥରକୁ 5 ମିଲିଗ୍ରାମ ହିସାବରେ 2ରୁ 3 ଦିନ ଅନ୍ତରରେ 20ରୁ 25 ଦିନ ତୁଳାରେ ଭିଜାଇ ବାକ୍ସ ଭିତରେ ଦେଲେ ଏହି ରୋଗ ଭଲ ହୋଇଯାଇଥାଏ। ଆକ୍ରାନ୍ତ ଫେଣାଗୁଡ଼ିକୁ ପୋଡ଼ି ନଷ୍ଟ କରିଦେବା ଉଚିତ। ଆକ୍ରାନ୍ତ ମାଛି ଦଳ ଥିବା ବାକ୍ସର ପ୍ରତ୍ୟେକ ଅଂଶ ଓ ଉପକରଣକୁ ପଟାସିୟମ ପରମାଙ୍ଗାନେଟ୍ ଦ୍ରବଣରେ 3ରୁ 4 ଥର ବୁଡ଼ାଇବା ପରେ ସଫା ପାଣିରେ ଅଧା ଘଣ୍ଟା ପର୍ଯ୍ୟନ୍ତ ଫୁଟାଇ ବିଶୋଧନ କରିବାକୁ ପଡ଼େ, ଯାହାଦ୍ୱାରା ଏହି ରୋଗ ନିରାକରଣ ହେଇପାରେ। ଦ୍ୱିତୀୟ ରୋଗ ଝାଡ଼ା ରୋଗ। ମହୁମାଛିମାନଙ୍କୁ ବର୍ଷା ଋତୁରେ ବିଶେଷ କରି ଏହି ରୋଗ ବ୍ୟାପିଥାଏ। ଏହି ରୋଗର ପ୍ରଭାବରେ ମହୁମାଛିମାନେ ଦୁର୍ବଳ ହୋଇଯାଆନ୍ତି। ଏହି ଦୁର୍ବଳତା କାରଣରୁ ସେମାନେ ବାକ୍ସ ବାହାରେ ପଡ଼ିଯାଆନ୍ତି ଓ ଉଡ଼ି ପାରନ୍ତି ନାହିଁ। ଅନ୍ୟ ଏକ ଲକ୍ଷଣ ହିସାବରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଳରେ ମହୁ ଉତ୍ପାଦନ କମିଯାଏ। ଆକ୍ରାନ୍ତ ଦଳ ଯେଉଁ ବାକ୍ସରେ ଥାଏ ସେହି ବାକ୍ସର ତଳପଟାରେ ହଳଦିଆ ରଙ୍ଗର ଦୁର୍ଗନ୍ଧଯୁକ୍ତ ବହଳିଆ ପଦାର୍ଥ ଦେଖାଯାଏ। ମହୁମାଛିମାନେ ବର୍ଷା ଋତୁରେ ଅତିରିକ୍ତ ବା ଅନୁପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବା ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ଏହି ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥାଏ। ଶ୍ରୋତାବନ୍ଧୁ, ଏହି ରୋଗରେ ଆକ୍ରାନ୍ତ ହେବାଠାରୁ ଦୂରରେ ରହିବା ପାଇଁ ବାକ୍ସ ପାଖର ସ୍ଥାନଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ। ଏହା ବ୍ୟତୀତ ବାକ୍ସକୁ ନିୟମିତ ଖୋଲି ସଫା କରିବାକୁ ପଡ଼ିବ। ପରିଚ୍ଛନ୍ନତା ସହିତ ମେଟ୍ରନ୍ ସିରପକୁ 5 ମିଲିଗ୍ରାମ ହିସାବରେ 5 ମିଲିଗ୍ରାମ ମହୁ ସହିତ ମିଶାଇ 5 ଦିନ ଖାଇବାକୁ ଦେଲେ ଏହି ରୋଗର ଅନେକାଂଶରେ ନିରାକରଣ କରାଯାଇପାରେ। ମହୁ ନଥିଲେ ଚିନି ଶିରା ଦ୍ରବଣକୁ ମଧ୍ୟ ବ୍ୟବହାର କରିବା ଭଲ। ତୃତୀୟ ରୋଗଟି ହେଲା ଏକାରିନ୍ ରୋଗ, ଯାହା ଅଷ୍ଟପଦୀ ପରଜୀବୀ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ମାଛିମାନଙ୍କର ଆଗ ଆଉ ପଛ ଡେଣା ଅଲଗା ହୋଇଯିବା ଦ୍ୱାରା ସେମାନେ ଉଡ଼ି ପାରନ୍ତି ନାହିଁ। ଏହି ରୋଗ ହେତୁ ମହୁମାଛିମାନଙ୍କ ସଂଖ୍ୟା ହ୍ରାସ ପାଏ ଓ ମାଛିମାନେ ଦୁର୍ବଳ ହୋଇଯାଆନ୍ତି। ଏହି ରୋଗରୁ ରକ୍ଷା ପାଇବା ପାଇଁ ଫ୍ରେମ୍ ପିଛା 1 ଗ୍ରାମ ସଲଫର ଗୁଣ୍ଡ 3ରୁ 4 ଦିନରେ ଥରେ ପ୍ରୟୋଗ କରିବାକୁ ପଡ଼େ। ସନ୍ଧ୍ୟା ସମୟରେ ବାକ୍ସ ମୁହଁରେ ଶତକଡ଼ା 85% ଫର୍ମିକ୍ ଏସିଡ୍ ତୁଳାରେ ଭିଜାଇ 2-3 ଦିନ ଅନ୍ତରରେ 1 ମାସ ପର୍ଯ୍ୟନ୍ତ ଦେଲେ ଏହି ରୋଗ ଭଲ ହୋଇଯାଏ। ଭାରତରେ ମହୁମାଛି ପାଳନ କରୁଥିବା ଚାଷୀ ଭାଇ ଓ ଭଉଣୀମାନେ ବର୍ଷ ତମାମ କିଛି ଜୈବିକ ଶତ୍ରୁ ସମସ୍ୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି। କେବଳ ରୋଗ ନୁହେଁ, ପୋକର ସମସ୍ୟା ମଧ୍ୟ ଯଥେଷ୍ଟ ମାତ୍ରାରେ ମହୁମାଛିମାନଙ୍କୁ ସଂକ୍ରମଣ ବା ଆକ୍ରମଣ କରିଥାଏ। ଅର୍ଥାତ୍ ସରଳରେ କହିଲେ ମହୁମାଛି ଗୋଟିଏ ପୋକ ହେଲେ ବି ଏହାକୁ ଅନ୍ୟ କିଛି ପୋକ ଆକ୍ରମଣ କରେ ଓ ଦଳକୁ କ୍ଷତି ପହଞ୍ଚାଏ। ତେବେ ଆପଣ ଭାବୁଥିବେ ନିଶ୍ଚୟ କେଉଁ ପୋକ ଆକ୍ରମଣ କରେ, କେମିତି କ୍ଷତି କରେ ଆଉ କିପରି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ମହୁମାଛିକୁ ଆକ୍ରମଣ କରୁଥିବା ପୋକମାନଙ୍କ ବିଷୟରେ। ତେବେ ପ୍ରଥମ ପୋକଟି ଯିଏ ମହୁମାଛିକୁ ବିଶେଷ ଭାବରେ ଆକ୍ରମଣ କରେ, ସେହି ପୋକଟିର ନାଁ ହେଉଛି ମହମ ସଲଭ ବା ଇଂରାଜୀରେ କହିଲେ ୱାକ୍ସ ମଥ୍। ଏଗୁଡ଼ିକ ରାତ୍ରିଚର ପୋକ, ଯେଉଁମାନେ ଦେଖିବାକୁ ପାଉଁଶିଆ ଓ ଆକାରରେ ଛୋଟ, ସାଧାରଣତଃ 10ରୁ 20 ମିଲିମିଟର। ଏହା ମହୁମାଛିର ଗୋଟିଏ ପ୍ରଧାନ ଶତ୍ରୁ ଭାବରେ ପରିଗଣିତ ହୁଏ। ଏହି ସଲଭ ପୋକ ରାତ୍ରିରେ ମହୁମାଛି ବାକ୍ସର ସାମ୍ନା ଦ୍ୱାର ଦେଇ ପ୍ରବେଶ କରିଯାଏ ଓ ବାକ୍ସ ସନ୍ଧିମାନଙ୍କରେ କିମ୍ବା ତଳପଟା ଉପରେ ଅଣ୍ଡା ଦେଲା ପରେ ଫେରିଆସେ। ଏହି ଅଣ୍ଡାଗୁଡ଼ିକ ଛୋଟ ଓ ସହଜରେ ଜଣାପଡ଼େ ନାହିଁ। ଅଣ୍ଡାରୁ ସଂବାଳୁଆ ଜାତୀୟ ଛୋଟ ପୋକ ବାହାରି ତଳପଟା ଉପରେ ପଡ଼ିଥିବା ମହମ ଗୁଣ୍ଡକୁ ଖାଇ ବଢ଼ିଥାନ୍ତି। ପରେ ସେମାନେ ମହୁମାଛି ନଥିବା ଅନାଚ୍ଛାଦିତ ଫେଣାକୁ ପ୍ରବେଶ କରନ୍ତି ଓ ସୁଡ଼ଙ୍ଗ ସଦୃଶ ବସା ତିଆରି କରି ସେଥିରେ ଫେଣାରୁ ମହମ ଖାଆନ୍ତି। ମହମ ସଲଭରେ ଶୁକ ବସା ବାନ୍ଧିଥିବା ଫେଣାଗୁଡ଼ିକ ବୁଢ଼ିଆଣୀ ବସା ଭଳି ଧଳା ରଙ୍ଗର ସୂକ୍ଷ୍ମ ଜାଲିକା ଦ୍ୱାରା ଆବୃତ ହୋଇଥାଏ। ଏମାନଙ୍କ ସଂଖ୍ୟା ବଢ଼ିଯିବା ପରେ ଏମାନେ ପାର୍ଶ୍ୱବର୍ତ୍ତୀ ଫେଣାକୁ ମଧ୍ୟ ଖାଇଥାନ୍ତି। ଏମିତି ଅବସ୍ଥା ଅନେକ ଦିନ ପର୍ଯ୍ୟନ୍ତ ହେଲେ ମହୁମାଛିମାନେ ଅନ୍ୟତ୍ର ଉଡ଼ି ଚାଲିଯାଆନ୍ତି। ବର୍ଷା ଋତୁରେ ସାଧାରଣତଃ ଜୁନରୁ ଅକ୍ଟୋବର ମାସ ଭିତରେ ଏମାନେ ବେଶୀ ଆକ୍ରମଣ କରନ୍ତି। ଏହି ମହମ ସଲଭକୁ ପରିଚାଳନାର ପଦ୍ଧତି ବି ଜାଣିବା। ନୂଆ ମହୁମାଛି ଫେଣାକୁ ମହମ ସଲଭ ଆକ୍ରମଣ କରନ୍ତି ନାହିଁ। ଏଣୁ ବସନ୍ତ ଋତୁ ଆଗରୁ ନୂତନ ମହୁ ଫେଣା ଗଢ଼ାଇ ଦେବା ଭଲ। 2 ବା ଅଧିକ ଦୁର୍ବଳ ମହୁମାଛି ଦଳକୁ ଏକାଠି କରି ସବଳ ଦଳରେ ପରିଣତ କରିବା ଉଚିତ। ବର୍ଷାରୁ ଶୀତ ଦିନ ମଧ୍ୟରେ
ମହୁମାଛି ମାନଙ୍କର ଖାଦ୍ୟାଭାବ ଦେଖାଦେଲେ ଚିନି ଶିରାକୁ ଖାଦ୍ୟ ଭାବରେ ଦେବା ଦରକାର। ମହୁ ଫେଣାକୁ ତଳ ପଟାରୁ ପରିଷ୍କାର ପରିଚ୍ଛନ୍ନ ରଖିବା। ତଳ ପଟାକୁ ଗରମ ପାଣିରେ ଧୋଇ ବା ଖରାରେ ଶୁଖାଇ ମହମ ସଲଭର ଅଣ୍ଡା ଶୁକ ଆଦି ଅବସ୍ଥା ଗୁଡ଼ିକ ନଷ୍ଟ କରିଦେବା ଦରକାର। ବାକ୍ସର ଉଭୟ ପାର୍ଶ୍ୱରେ କାଗଜ ଦେଇ ବନ୍ଦ କରିବା ଉଚିତ। ଏହା ପୂର୍ବରୁ ଖାଲି ଫେଣା ସବୁକୁ ଭିତରେ ରଖି 10 ମିଲିଗ୍ରାମ ପିଡିବି ଗୁଣ୍ଡ ଦେଲେ ଏହି ପୋକକୁ ପ୍ରତିହତ କରିହୁଏ। ଦ୍ୱିତୀୟ ପୋକଟି ଯିଏ ମହୁମାଛିକୁ ଆକ୍ରମଣ କରେ ତାହା ଅଷ୍ଟପଦୀ। ଅଷ୍ଟପଦୀ ମାନେ ଶାବକ ଥିବା ମୁଦ ଘରକୁ କଣା କରିଦିଅନ୍ତି। ଫଳରେ ଶାବକଟି ମରିଯାଏ ଓ କ୍ରମାଗତ ଭାବରେ ମାଛି ସଂଖ୍ୟା ହ୍ରାସ ପାଏ। ସାଧାରଣତଃ ଭାରତରେ ବା ଆମ ରାଜ୍ୟ ଓଡ଼ିଶାରେ 3 ପ୍ରକାରର ଅଷ୍ଟପଦୀ ଶରତ ଓ ବସନ୍ତ ଋତୁରେ ଦେଖାଯିବାର ଲକ୍ଷ୍ୟ କରାଯାଏ। ପ୍ରଥମ ଅଷ୍ଟପଦୀକୁ ଆମେ ଏକାରାପିସ୍ ବୋଲି କହୁ। ଏହି ଅଷ୍ଟପଦୀ 3 ରୁ 4 ଦିନର ଶ୍ରମିକ ମହୁମାଛି ମାନଙ୍କୁ ଆକ୍ରମଣ କରି ସେମାନଙ୍କ ଶ୍ୱାସ ନଳୀରେ ବଢେ। ଏଣୁ ଶ୍ୱାସରୁଦ୍ଧ ହୋଇ ମହୁମାଛି ମରିଯାଏ। ଆକ୍ରାନ୍ତ ମାଛିର ମଳ ହଳଦୀ ବର୍ଣ୍ଣର ଦେଖାଯାଏ ଓ ଡେଣା ମେଲା ହୋଇଯାଏ। ଆକ୍ରାନ୍ତ ଦଳରେ ମାଛିମାନେ ରୁଣ୍ଡ ହୋଇ ରହିବାର ଦେଖାଯାଏ। ମାଛିମାନଙ୍କ ପେଟ ଫୁଲି ଚକଚକିଆ ଦେଖାଯାଏ। ଦ୍ୱିତୀୟ ଶ୍ରେଣୀର ଅଷ୍ଟପଦୀ ହେଲା ଟ୍ରପିଲାଏଲାପ୍ସ, ଯାହା ମାଛିର ଶାବକମାନଙ୍କୁ ଆକ୍ରମଣ କରି ମହୁମାଛି ମାନଙ୍କ ସଂଖ୍ୟା କମାଇ ଦିଏ। ଏବଂ ତୃତୀୟ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଅଷ୍ଟପଦୀଟି ହେଲା ଭାରୋଆ ଅଷ୍ଟପଦୀ ବା ଭାରୋଆ ମାଇଟ୍। ଏହି ଅଷ୍ଟପଦୀଟି ମହୁମାଛି ଦେହରେ ଲାଗି ରହି ସେମାନଙ୍କ ଦେହରୁ ଖାଦ୍ୟ ଶୋଷି ନିଏ, ଯାହା ଫଳରେ ମାଛିମାନେ ଦୁର୍ବଳ ହୋଇଯାଆନ୍ତି। ଏହି ଅଷ୍ଟପଦୀ ମାନଙ୍କ ନିୟନ୍ତ୍ରଣ ପାଇଁ ସଲଫର ଗୁଣ୍ଡ 1 ଗ୍ରାମ ପ୍ରତି 3-4 ଦିନ ଅନ୍ତରରେ ଥରେ ଫ୍ରେମରେ ପ୍ରାୟ 15 ରୁ 20 ଦିନ ଦେଲେ ଅଷ୍ଟପଦୀ ମାନଙ୍କର ନିୟନ୍ତ୍ରଣ ସମ୍ଭବ ହୁଏ। ସନ୍ଧ୍ୟାବେଳେ 85% ଫର୍ମିକ ଏସିଡ ତୁଳାରେ ଭିଜାଇ 3-4 ଦିନ ଅନ୍ତରରେ 20 ଦିନ ପର୍ଯ୍ୟନ୍ତ ବାକ୍ସ ଭିତରେ ଦେଲେ ଅଷ୍ଟପଦୀ ମାନେ ମଧ୍ୟ ନିୟନ୍ତ୍ରିତ ହୋଇଥାନ୍ତି। ଏହା ବ୍ୟତୀତ ବିରୁଡି ଓ ପିମ୍ପୁଡି ମାନେ ମଧ୍ୟ ପ୍ରମୁଖ ପୋକ ଶତ୍ରୁ ବା କୀଟ ଶତ୍ରୁ ଭାବରେ ମହୁମାଛି ମାନଙ୍କର ବିଶେଷ କ୍ଷତି କରନ୍ତି। ବିରୁଡି ମାନେ ମେ ମାସରୁ ଅକ୍ଟୋବର ମାସ ମଧ୍ୟରେ ବେଶୀ ଆକ୍ରମଣ କରନ୍ତି। ଏମାନେ ମଧ୍ୟାହ୍ନ ସମୟରେ ବେଶୀ ସକ୍ରିୟ ରହି ପୂର୍ଣ୍ଣାଙ୍ଗ ମହୁମାଛି ମାନଙ୍କୁ ମାରି ଦିଅନ୍ତି। ବିରୁଡିର ନିରାକରଣ ପାଇଁ ମହୁମାଛି ବାକ୍ସର ମାଛି ଯିବା ଆସିବା ଦ୍ୱାରରେ ରାଣୀ ଗେଟ୍ ବା ଯାହାକୁ କୁଇନ୍ ଗେଟ୍ ବୋଲି କହନ୍ତି ସେଗୁଡିକୁ ଲଗାଇ ଦେବା ସହିତ ପାଖ ଆଖର ବିରୁଡି ବସା ସବୁକୁ ପୋଡି ନଷ୍ଟ କରିଦେବା ଭଲ। ସେମିତି ମହୁର ମିଠା ଅଂଶ ପ୍ରତି ଆକର୍ଷିତ ହୋଇ ପିମ୍ପୁଡି ମାନେ ବାକ୍ସ ଭିତରକୁ ପଶି ଆସନ୍ତି। ପିମ୍ପୁଡି ମାନେ ସକ୍ରିୟ ହୋଇ ସମ୍ପୂର୍ଣ୍ଣ ଫେଣାକୁ ନଷ୍ଟ କରିଦେବା ମଧ୍ୟ କିଛି କାଂଶରେ ଦେଖାଯାଇଛି। ବାକ୍ସର ଷ୍ଟାଣ୍ଡ ଦ୍ୱାରା ଅବା କୌଣସି ଗଛ ବା ଘାସକୁ ବାକ୍ସ ଲାଗି ରହିଥିଲେ ସେଇ ଗଛ ଦ୍ୱାରା ପିମ୍ପୁଡି ମାନେ ପଶିଥାନ୍ତି। ଏଥିପାଇଁ କୌଣସି ଗଛ ବା ଘାସକୁ ଲଗାଇ ବାକ୍ସକୁ ରଖନ୍ତୁ ନାହିଁ। ଷ୍ଟାଣ୍ଡ ତଳେ ଗୋଟିଏ ଗାତ କରି ସେଥିରେ ପାଣି କିମ୍ବା ପୋଡା ମୋବିଲ ଦେଇଦେଲେ ପିମ୍ପୁଡି ମାନେ ଆଉ ପ୍ରବେଶ କରିପାରନ୍ତି ନାହିଁ, ଯାହାକୁ ଇଂରାଜୀରେ ଆଣ୍ଟ ୱେଲ ସିଷ୍ଟମ ବୋଲି କୁହାଯାଏ। ଶ୍ରୋତାବନ୍ଧୁ, ଏହା ଥିଲା ମହୁମାଛି ପାଳନରେ କ୍ଷତି ପହଞ୍ଚାଉଥିବା ରୋଗ ଆଉ ପୋକର କଥା। ଭାବୁଛି ଆପଣଙ୍କୁ ଏହି କଥା ସବୁ ଭଲ ଲାଗିଥିବ। ମହାଶୟ ଖୁବ୍ ସହଜ, ସରଳ ଏବଂ ସୁନ୍ଦର ଭାବରେ ଶିକ୍ଷାଦାନ କଲେ। ଶିକ୍ଷାଦାନରୁ ଆପଣମାନେ କ'ଣ ବୁଝିଲେ ପରୀକ୍ଷା କରିବା ପାଇଁ ମହାଶୟ ଏବେ ପ୍ରଶ୍ନ 3ଟି ଡାକି ଦେଉଛନ୍ତି, ଟିପିକି ରଖନ୍ତୁ। ପ୍ରଥମ ପ୍ରଶ୍ନଟି ହେଲା, କେଉଁ ରୋଗ ହେଲେ ମହୁମାଛିର ଶାବକ ମାନେ ଥଳି ସଦୃଶ ଦେଖାଯାନ୍ତି? ଆଉ ଥରେ ଲେଖି ରଖନ୍ତୁ, କେଉଁ ରୋଗ ହେଲେ ମହୁମାଛିର ଶାବକ ମାନେ ଥଳି ସଦୃଶ ଦେଖାଯାନ୍ତି? ଦ୍ୱିତୀୟ ପ୍ରଶ୍ନଟି ହେଲା, କେଉଁ ରୋଗର ଉପଶମ ପାଇଁ ମେଟ୍ରନ୍ ସିରପର ପ୍ରୟୋଗ ମହୁମାଛି ପାଳନରେ ବିଧେୟ? ଆଉ ଥରେ ମନେ ରଖନ୍ତୁ, କେଉଁ ରୋଗର ଉପଶମ ପାଇଁ ମେଟ୍ରନ୍ ସିରପର ପ୍ରୟୋଗ ମହୁମାଛି ପାଳନରେ ବିଧେୟ? ତୃତୀୟ ପ୍ରଶ୍ନଟି ହେଲା, କେଉଁ ପୋକ ତାର ଆକ୍ରମଣ ଦ୍ୱାରା ମହୁମାଛିର ଫେଣାରେ ଥିବା ସଞ୍ଚିତ ମହମକୁ ଖାଇଦିଏ? କେଉଁ ପୋକ ତାର ଆକ୍ରମଣ ଦ୍ୱାରା ମହୁମାଛିର ଫେଣାରେ ଥିବା ସଞ୍ଚିତ ମହମକୁ ଖାଇଦିଏ? ପ୍ରଶ୍ନ 3ଟି ତ ଲେଖି ସାରିବେଣି, ତେବେ ଆଉ ଡେରି ନକରି ଏହାର ଠିକ୍ ଉତ୍ତର ଲେଖି ଆମ ପାଖକୁ 7 ଦିନ ମଧ୍ୟରେ ଚିଠି ପଠାନ୍ତୁ। ଆମର ଠିକଣା ହେଲା ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001।
ଶ୍ରୋତାବନ୍ଧୁ ଗତ 4 ତାରିଖ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମରେ ଶିକ୍ଷାଦାନର ବିଷୟ ଥିଲା ଟମାଟୋ ଫସଲରେ ରୋଗ ଓ ପୋକ ପରିଚାଳନା। ଶିକ୍ଷାଦାନ କରିଥିଲେ ଡକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର। ଶିକ୍ଷାଦାନ ଶେଷରେ ମହାଶୟ ଯେଉଁ ପ୍ରଶ୍ନ 3ଟି ଡାକି ଦେଇଥିଲେ ତାର ଠିକ୍ ଉତ୍ତର ଏବେ କହି ରଖୁଛନ୍ତି। ପ୍ରଥମ ପ୍ରଶ୍ନଟି ଥିଲା ଟମାଟୋ ଫସଲରେ କେଉଁ ଫସଲ ଚାଷ କଲେ ଏହା ଟମାଟୋକୁ ସୂତ୍ରକୃମି ଜନିତ ଝାଉଁଳ ରୋଗକୁ ନିୟନ୍ତ୍ରଣ କରିଥାଏ। ଏହାର ସଠିକ୍ ଉତ୍ତର ହେଉଛି ଆମେ ଯଦି ଟମାଟୋ ଫସଲରେ ବା ଟମାଟୋ କିଆରୀର ଚାରିପାଖରେ ଗେଣ୍ଡୁଫୁଲ ଚାଷ କରିବା କିମ୍ବା ଆମେ 10ରୁ 12 ଧାଡ଼ି ଟମାଟୋ ସହିତ 2ରୁ 3 ଧାଡ଼ି ଯଦି ଗେଣ୍ଡୁଫୁଲ ଚାଷ କରିବା ତାହେଲେ ଏହା ଆମର ଟମାଟୋ ଫସଲକୁ ସୂତ୍ରକୃମି ଜନିତ ଝାଉଁଳ ରୋଗରୁ ରକ୍ଷା କରିଥାଏ। ଦ୍ୱିତୀୟ ପ୍ରଶ୍ନଟି ଆମେ ଆପଣଙ୍କ ଆଗରେ ରଖିଥିଲୁ ଟମାଟୋର କେଉଁ କିସମ ଟମାଟୋର ଉଛୁର ତଥା ବିଳମ୍ବ ପତ୍ରପୋଡ଼ା ରୋଗ ଏବଂ ଭୂତାଣୁ ଓ ଜୀବାଣୁଜନିତ ରୋଗର ସହନଶୀଳ ଅଟେ। ଏହାର ସଠିକ୍ ଉତ୍ତର ହେଉଛି ଆମର IIHR ବାଙ୍ଗାଲୋରରୁ ବାହାରିଥିବା ଆର୍କା ଅଭେଦ। ଏହାପରେ ତୃତୀୟ ପ୍ରଶ୍ନଟି ଆମେ ଗତଥର ଆପଣଙ୍କ ପାଖରେ ରଖିଥିଲୁ ଯଦି ଆମର ଟମାଟୋ ଗଛରେ ଥାଇକି ମାଟିକି ଛୁଉଁଛି ତେବେ କେଉଁ ରୋଗର ସମ୍ଭାବନା ଅଧିକ ବଢ଼ିଯାଉଛି। ଏହାର ସଠିକ୍ ଉତ୍ତର ହେଉଛି ଯଦି ଟମାଟୋ ଗଛରେ ଥାଇ ଆମର ମାଟିକୁ ଛୁଉଁଛି ତେବେ ନିଶ୍ଚିତ ଭାବରେ ଆମର ଟମାଟୋର ଫଳସଡ଼ା ରୋଗ ହେବାର ସମ୍ଭାବନା ଅଧିକ ହେଇଯାଉଛି। ଯେଉଁ ଶ୍ରୋତା ଭାଇ ଓ ଭଉଣୀମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ଲେଖିଛନ୍ତି ସେମାନେ ହେଲେ ପ୍ରଫୁଲ୍ଲ କୁମାର ପଣ୍ଡା, ଗ୍ରାମ ମିଟୁଆଣି, ପୋଷ୍ଟ 12ବାଟି, ଭାୟା ଖଣ୍ଡପଡ଼ା, ଜିଲ୍ଲା ନୟାଗଡ଼ ଏବଂ ଆପଣ ହେଲେ ଅଞ୍ଜୁ ଦାସ, ପାରେଶ୍ୱର ସାହି, ଷ୍ଟେସନ ବଜାର, କଟକ। ଯାହା ହେଉ ଶ୍ରୋତାବନ୍ଧୁ ଆପଣମାନେ ଠିକ୍ ଉତ୍ତର ଲେଖି ଆମ ପାଖକୁ ଚିଠି ପଠାଉଥିବାରୁ ଆପଣମାନଙ୍କୁ କୃଷି ଶିକ୍ଷା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ ଆଜି ତ ସମୟ ହେଇଗଲାଣି, ତେବେ ଆଜିର ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।